ଭଦ୍ରକ ଅଞ୍ଚଳରେ ମନ୍ଦିରରୁ ସିରିଜ ଲୁଟ୍। ସ୍ଥାନୀୟ ବହୁଦରଡ଼ା ପଞ୍ଚାୟତରେ ଥିବା ଦୁଇଟି ମନ୍ଦିରରୁ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଓ ଦାନବାକ୍ସ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହା ସହ ଜଣେ ବ୍ୟକ୍ତିଙ୍କ ଘରୁ 50,000 ଟଙ୍କା ଏବଂ ସୁନା ମଧ୍ୟ ଲୁଟ୍ ହୋଇଛି। ସମ୍ବଲପୁର ଜିଲ୍ଲାର ରେଢାଖୋଲ ଆମ୍ବେଦକର ନଗରରେ ଏକ ଗଛରୁ ନାବାଳକଙ୍କର ଝୁଲନ୍ତା ମୂର୍ତ୍ତିଦେହ ଉଦ୍ଧାର। ମୋବାଇଲ ଦେଖିବାକୁ ମା ମନା କରୁଥିବାରୁ ନାବାଳକ ଜଣକ ଗଛରେ ଝୁଲି ପଡିଥିବା ସୂଚନା ମିଳିଛି। ବ୍ରହ୍ମପୁର ଗୋଳନ୍ତରା ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ହଳଦିଆ ପଦର ଓଭରବ୍ରିଜ ଉପରେ ଜଣେ ମହିଳାଙ୍କ ବେକରୁ ସୁନାହାର ଓ ମଙ୍ଗଳସୂତ୍ର ଲୁଟି ନେଲେ ଦୁର୍ବୃତ୍ତ। ଉକ୍ତ ମହିଳା ଜଣକ ସୁବାଣୀ ଗ୍ରାମର କେ ସଙ୍ଗୀତା ପାତ୍ର ହୋଇଥିବା ବେଳେ ସେ ତାଙ୍କ ସ୍ୱାମୀଙ୍କ ସହ ଗାଡିରେ ବ୍ରହ୍ମପୁର ବଡବଜାର ଅଞ୍ଚଳରୁ ମାର୍କେଟିଂ କରି ଘରକୁ ଫେରୁଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁରର ଗୁଆଁ ଗାଁରେ ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ। ଉଭୟ ନାବାଳକ ରାଜେନ୍ଦ୍ର ଏବଂ ଜ୍ୟୋତିମୟ ଖେଳୁଥିବା ଅବସ୍ଥାରେ ଅସାବଧାନତା କାରଣରୁ ପୋଖରୀରେ ବୁଡି ଯାଇଥିଲେ। ବହୁ ଖୋଜାଖୋଜି ପରେ ଉଭୟଙ୍କୁ ପୋଖରୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। Preview. Audio Jungle. Audio Jungle. Preview. ଆସନ୍ତା ଫେବୃଆରୀ 18 ତାରିଖରୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ସଂକଳ୍ପ ପଦଯାତ୍ରା। ଭୁବନେଶ୍ୱର ବିମାନ ବନ୍ଦରରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ। ଏହାପରେ ଲିଙ୍ଗିପୁରରୁ ପିପିଲି ଚନ୍ଦନପୁର ଦେଇ ପୁରୀ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯିବ ଏବଂ ଫେବୃଆରୀ 20 ତାରିଖ ଯାଏଁ ଚାଲିବ କଂଗ୍ରେସର ଏହି ସଂକଳ୍ପ ପଦଯାତ୍ରା। 122 କୋଟି ଟଙ୍କାର ଠକେଇ ସାମ୍ନାକୁ ଆସିବା ପରେ ନ୍ୟୁ ଇଣ୍ଡିଆ କୋଅପରେଟିଭ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। କୌଣସି ଜମାକାରୀ ଏହି ବ୍ୟାଙ୍କରୁ ଟଙ୍କା ଉଠାଣ କରିପାରିବେ ନାହିଁ। ଏହାସହ ବ୍ୟାଙ୍କ ଋଣ ବି ଦେଇପାରିବେ ନାହିଁ, କେବଳ ଋଣ ପରିଶୋଧ କରିପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ହଜାର ହଜାର ସଂଖ୍ୟାରେ ଜମାକାରୀ ବ୍ୟାଙ୍କର ବିଭିନ୍ନ ଶାଖାରେ ଭିଡ଼ ଜମାଇଛନ୍ତି। ରାଜ୍ୟ ସରକାର ଇକେୱାଇସି ଅପଡେଟ୍ ଅବଧିକୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନେଟୱାର୍କ ସମସ୍ୟା ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଏହାକୁ ମିଶାଇ ରାଜ୍ୟ ସରକାର ଏହି ଅବଧିକୁ ପଞ୍ଚମ ଥର ଲାଗି ବଢାଇଛନ୍ତି ଏବଂ ଯେଉଁମାନେ ଇକେୱାଇସି କରିପାରିନାହାନ୍ତି ସେମାନଙ୍କୁ ପୁଣି ଥରେ ଏକ ସୁଯୋଗ ଦେଇଛନ୍ତି। Preview. Preview. Audio Jungle. Audio Jungle. Preview. ଯାଜପୁର ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ କାରକୁ ଧକ୍କା ଦେଲା ଟ୍ରକ୍। ଏଥିରେ କାରରେ ଥିବା ବାଲେଶ୍ୱର ଜିଲ୍ଲା ଡିଏସ୍ପି ବଳରାମ ନାୟକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତ ଡିଏସ୍ପି କେନ୍ଦୁଝର ଘଟଗାଁରେ ଥିବା ନିଜ ଘରକୁ ଫେରୁଥିଲେ। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଘୁଙ୍ଗିନାଳି ଗାଁରେ ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର। କୌଣସି କଥାକୁ ନେଇ ବାପା ରାଜେନ୍ଦ୍ର ଲୋଇ ପୁଅ ମନୋଜ ଲୋଇଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ବାପା ଉତ୍କ୍ଷିପ୍ତ ହୋଇ ପୁଅକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ପୁଅ ମନୋଜ ଗୁରୁତର ଅବସ୍ଥାରେ ବୁର୍ଲା ଭିମ୍ସାର ମେଡିକାଲରେ ଭର୍ତ୍ତି। ଏବଂ ରାଜ୍ୟରେ 2 ଦିନ ହେଲା ପାରଦ ଉପରେ ରହି ଆସୁଥିବା ବେଳେ ଆସନ୍ତା 19 ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି ଏବଂ 3 ଦିନ ଧରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ।